ଯଦି ଆୟୁଷ୍ମାନ କାର୍ଡର ଲିମିଟ୍ ସରିଯାଏ ତେବେ ଆପଣ କିପରି ଚିକିତ୍ସା ପାଇପାରିବେ? ଜାଣନ୍ତୁ ଏହି ଗୁରୁତ୍ୱପୂର୍ଣ୍ଣ କଥା। ସ୍ୱାସ୍ଥ୍ୟ ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଅଟେ। ଯେତେବେଳେ କେହି ହଠାତ୍ ଅସୁସ୍ଥ ହୋଇଯାଆନ୍ତି ଚିକିତ୍ସା ପାଇଁ ବହୁତ ଖର୍ଚ୍ଚ ହୋଇଥାଏ। ଏପରି ପରିସ୍ଥିତିରେ ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନା ଲୋକମାନଙ୍କୁ ମାଗଣା ଚିକିତ୍ସା ଯୋଗାଇଥାଏ, ଯାହା ସେମାନଙ୍କୁ ଆର୍ଥିକ ବୋଝରୁ ମୁକ୍ତ ଦେବାରେ ସାହାଯ୍ୟ କରେ। ଆୟୁଷ୍ମାନ କାର୍ଡ ମାଧ୍ୟମରେ ଯୋଗ୍ୟ ପରିବାରଗୁଡ଼ିକ ସରକାରୀ ଏବଂ ବେସରକାରୀ ତାଲିକାଭୁକ୍ତ ହସ୍ପିଟାଲଗୁଡ଼ିକରେ ପ୍ରତିବର୍ଷ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ପାଇପାରିବେ। ଏହି ଯୋଜନା ପୂର୍ବରୁ ଲକ୍ଷ ଲକ୍ଷ ଟଙ୍କା ଲୋକଙ୍କୁ ଆଶ୍ୱସ୍ତି ପ୍ରଦାନ କରିଛି ଏବଂ ଅନେକ ଗମ୍ଭୀର ରୋଗର ଚିକିତ୍ସା ମଧ୍ୟ କରାଯାଇଛି। ତଥାପି ଯଦି ଆପଣଙ୍କର ଆୟୁଷ୍ମାନ କାର୍ଡ ସୀମା ପହଞ୍ଚି ଯାଇଛି ତେବେ ଆପଣ ଆଉ ତୁରନ୍ତ ମାଗଣା ଚିକିତ୍ସା ପାଇପାରିବେ ନାହିଁ। ଏହି ସୀମା ପ୍ରତ୍ୟେକ ଆର୍ଥିକ ବର୍ଷରେ ନିର୍ଣ୍ଣୟ କରାଯାଏ ଏବଂ ଗୋଟିଏ ବର୍ଷ ପରେ ନବୀକରଣ କରାଯାଏ। ଏହାର ଅର୍ଥ ହେଉଛି ଯେତେବେଳେ ନୂତନ ଆର୍ଥିକ ବର୍ଷ ଆରମ୍ଭ ହେବ, ଆପଣଙ୍କର ଆୟୁଷ୍ମାନ କାର୍ଡ ସୀମା ପୁନଃସେଟ୍ ହୋଇଯିବ। କେବଳ ସେତେବେଳେ ଆପଣ ପୁଣି ଥରେ ମାଗଣା ଚିକିତ୍ସା ପାଇପାରିବେ। ସେ ପର୍ଯ୍ୟନ୍ତ ଆପଣଙ୍କୁ ଚିକିତ୍ସାର ଖର୍ଚ୍ଚ ନିଜକୁ ବହନ କରିବାକୁ ପଡ଼ିବ। ଯଦି ସୀମା ପହଞ୍ଚିବା ପରେ ଆପଣଙ୍କର ଚିକିତ୍ସା ବାଧାପ୍ରାପ୍ତ ହୁଏ ତେବେ ଆପଣଙ୍କୁ ସ୍ୱାସ୍ଥ୍ୟ ବିଭାଗରୁ ସ୍ୱତନ୍ତ୍ର ଅନୁମତି ନେବାକୁ ପଡ଼ିପାରେ। କିଛି କ୍ଷେତ୍ରରେ ବିଭାଗ ଅବସ୍ଥାର ଗମ୍ଭୀରତା ଉପରେ ଆଧାର କରି ଅତିରିକ୍ତ ସହାୟତା ଯୋଗାଇପାରେ, ତଥାପି ଏହା ଅନୁମୋଦନ ଉପରେ ନିର୍ଭର କରେ। ଏଥିପାଇଁ ଆପଣ ଆପଣଙ୍କର ନିକଟସ୍ଥ ସରକାରୀ କିମ୍ବା ବେସରକାରୀ ତାଲିକାଭୁକ୍ତ ହସ୍ପିଟାଲର ପ୍ରଶାସନିକ ବିଭାଗ ସହିତ ଯୋଗାଯୋଗ କରିବା ଉଚିତ। ସେମାନେ ଆପଣଙ୍କୁ ଅନୁମତି ପାଇବାର ପ୍ରକ୍ରିୟା ଏବଂ ଆବଶ୍ୟକୀୟ କାଗଜପତ୍ର ନିର୍ଣ୍ଣୟ କରିବାରେ ସାହାଯ୍ୟ କରିବେ। ମନେ ରଖନ୍ତୁ ଯେ ଆୟୁଷ୍ମାନ କାର୍ଡ ସୀମା ଏବଂ ନବୀକରଣ ସମ୍ବନ୍ଧୀୟ ସୂଚନା ରାଜ୍ୟ ଅନୁସାରେ ଭିନ୍ନ ହୋଇପାରେ। ତେଣୁ ସଠିକ୍ ସୂଚନା ପାଇଁ ଆପଣଙ୍କ ଜିଲ୍ଲାର ସ୍ୱାସ୍ଥ୍ୟ ବିଭାଗ କିମ୍ବା ହସ୍ପିଟାଲର ଆୟୁଷ୍ମାନ ହେଲ୍ପ ଡେସ୍କ ସହିତ ଯୋଗାଯୋଗ କରିବା ଉଚିତ। ଏମିତି ନୂଆ ନୂଆ କଥା ଜାଣିବାକୁ ମୋ ଚ୍ୟାନେଲକୁ ଲାଇକ୍, ସେୟାର, ସବସ୍କ୍ରାଇବ କରନ୍ତୁ। ଭିଡ଼ିଓଟା କେମିତି ଲାଗିଲା କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ରହୁଛି, ନମସ୍କାର।